ସତ୍ୟମ୍ପ୍ରୟାତ ଦ୍ୱିତୀୟ ଭାଗ ଦୁର୍ଭାଗ୍ୟ ଓ ସୌଭାଗ୍ୟ। ଆଜ୍ଞା ଟିକେ ଭାବିଲେ କଂସ ପରି ଧୂର୍ତ୍ତ ରାଜାର କ'ଣ ବୁଦ୍ଧିର ଅଭାବ ଥିଲା? ଦେବକୀ ଓ ବସୁଦେବଙ୍କ ଅଷ୍ଟମ ଗର୍ଭ ଯଦି ତାର ସର୍ବନାଶ କରୁଥିଲା, ତେବେ ସେ ଦୁଇ ଜଣଙ୍କୁ କାହିଁକି କାରାଗାରରେ ଗୋଟିଏ କୋଠରୀ ଭିତରେ ରଖୁଥିଲା? ତା ମୁଣ୍ଡରେ କ'ଣ ଏତିକି ବୁଦ୍ଧି ଜୁଟିଲାନି ଯେ କଥାରେ ଅଛି, ମୂଳୁ ମାରିଲେ ଜୀବ ସରି ଦେବଙ୍କ ସହ କିମ୍ପା କଳି। ଏକାଠି ନ ରହିଲେ ଅଷ୍ଟମ କ'ଣ ପ୍ରଥମ ଗର୍ଭ ତ ହେବନି, ଆଉ ତାକୁ ମାରିବ କିଏ? କିନ୍ତୁ ଭାଗ୍ୟ ତାକୁ ଏମିତି ଏକ ବୁଦ୍ଧି ଦେଖାଇଲା ନାହିଁ। ଭଗବାନ ରାମଚନ୍ଦ୍ରଙ୍କ କଥା ଦେଖନ୍ତୁ, ସେ ହେଉଛନ୍ତି ବ୍ରହ୍ମଙ୍କ ଅବତାର ଓ ଯୁଗ ଯୁଗର ମର୍ଯ୍ୟାଦା ପୁରୁଷ। ଏଭଳି ଏକ ମର୍ଯ୍ୟାଦା ପୁରୁଷ ସମସ୍ତ ମର୍ଯ୍ୟାଦା ଭଙ୍ଗ କରି ଭାର୍ଯ୍ୟା ବଳରେ ଏକ ମାୟାମୃଗ ପଛରେ ଧାଇଁମା କେତେ ଦୂର ସମୀଚୀନ? ଏହା ଭାଗ୍ୟଚକ୍ର ନୁହେଁ ତ ଆଉ କ'ଣ? ମନ୍ଥରାର ଦୁଷ୍ଟ ବୁଦ୍ଧି ତାଙ୍କ ଭାଗ୍ୟକୁ ନେଇ 14 ବର୍ଷ ବନବାସରେ ଥୋଇଦେଲା, କିନ୍ତୁ ବଣରେ ତାଙ୍କ ବୁଦ୍ଧି ଯାଇଥିଲା କୁଆଡ଼େ? ମିର୍ଗ କେବେ ସୁନାର ହୋଇପାରିବ କି? କିନ୍ତୁ ଭାଗ୍ୟ ତାଙ୍କର ଏମିତି ଯେ ସେତେବେଳକୁ ତାଙ୍କୁ ରକ୍ତମାଂସର ମୃଗ ମଧ୍ୟ ସୁବର୍ଣ୍ଣ ଦିଶିଲା, ଆଉ ସେ ତା ପଛରେ ଧାଇଁଲେ। ଧର୍ମରାଜ ଯୁଧିଷ୍ଠିର, ମହାବଳୀ ଭୀମ, ଧନୁର୍ଦ୍ଧର ପାର୍ଥ, ଦୂରଦ୍ରଷ୍ଟା ନକୁଳ ଓ ସହଦେବ, ଏମାନଙ୍କର କ'ଣ ଏଇ ସାମାନ୍ୟ ବୁଦ୍ଧି ନଥିଲା ଯେ ଏମାନେ ପଶା ଖେଳରେ ସରବସ୍ୱ ହାରିଯାଇ ଶେଷରେ ନିଜର ପତ୍ନୀକୁ ମଧ୍ୟ ଜୁଆରେ ଲଗାଇଦେଲେ? କିନ୍ତୁ ସେମାନେ କ'ଣ କରିବେ? ଭାଗ୍ୟ ତାଙ୍କୁ ସେ ଆଡ଼କୁ ଟାଣୁଛି। ଭାଗ୍ୟ ଯଦି ଟାଣୁ ନଥାନ୍ତା, ତେବେ ମହାରାଜା ଧୃତରାଷ୍ଟ୍ର ହସ୍ତକ୍ଷେପ ପରେ ଏମାନେ ପୁଣି ପଶା ଖେଳରେ ବସିନଥାନ୍ତେ ଓ ସର୍ବସ୍ୱ ହରେଇ ଅଜ୍ଞାତବାସକୁ ଯାଇନଥାନ୍ତେ। ପକ୍ଷୀରାଜ ଗରୁଡ଼ ଥରେ ବନସ୍ଥ ଭ୍ରମଣ କରୁଥିବା ସମୟରେ ଗୋଟିଏ କୁନି ପକ୍ଷୀଟିଏକୁ ଗଛ ଡାଳ ଉପରେ ବସି ଆନନ୍ଦରେ ଗୁଣୁଗୁଣୁ ହୋଇ ଗୀତ ଗାଉଥିବାର ଦେଖିଲେ। ତାକୁ ଦେଖି ତାଙ୍କର ହୃଦୟ ବାତ୍ସଲ୍ୟ ମମତାରେ ପୁଲକିତ ହୋଇ ଉଠିଲା। ଏହି ସମୟରେ ଯମରାଜ ଗୋଟେ ବଡ଼ କଳା ମଇଁଷି ଉପରେ ବସି ଯାଉଥିଲେ। ଯମରାଜକୁ ଦେଖି ପକ୍ଷୀରାଜ ଗରୁଡ଼ ଗୋଟିଏ ଗଛ ଉଆଡ଼ରେ ଲୁଚିଗଲେ। ଯମରାଜ ଗଛ ଉପରେ ବସିଥିବା ଛୋଟିଆ ପକ୍ଷୀଟିକୁ କିଛି ସମୟ ଧ୍ୟାନର ସହ ଦେଖିଲେ ଓ ଏକ ଆଶ୍ଚର୍ଯ୍ୟ ଭାବ ପ୍ରକାଶ କଲେ। ପକ୍ଷୀରାଜ ଗରୁଡ଼ ଗଛ ଉଆଡ଼ରୁ ଥାଇ ଏହା ଲକ୍ଷ୍ୟ କରିପାରୁଥିଲେ। ଯମରାଜ ଚାଲିଯିବା ପରେ ସେ କିଛି କ୍ଷଣ ତାଙ୍କ ବ୍ୟବହାର ଉପରେ ଚିନ୍ତା କଲେ ଓ ଜାଣିପାରିଲେ ଯେ ଛୋଟିଆ ପକ୍ଷୀଟିର ମୃତ୍ୟୁ ନିଶ୍ଚୟ ଉପସ୍ଥିତ, ନଚେତ ଯମରାଜ ତାକୁ ଦେଖି ଏପରି ବ୍ୟବହାର କରିବାର କୌଣସି କାରଣ ନଥାଇପାରେ। ପକ୍ଷୀରାଜ କିନ୍ତୁ ଏତେ ଛୋଟିଆ ପକ୍ଷୀର ଅକାଳ ମୃତ୍ୟୁ ବରଦାସ୍ତ କରିବାର ଅବସ୍ଥାରେ ନଥିଲେ। ତେଣୁ ତାକୁ ସେ ତାଙ୍କ ଡେଣା ଉପରେ ବସେଇ ହଜାର ହଜାର ମାଇଲ ଦୂର ମାନସରୋବର କୂଳରେ ଥିବା ଏକ ପଥର ଗୁମ୍ଫା ଭିତରେ ନେଇ ଲୁଚେଇ ଦେଲେ। ଏତକ କାମ କରିବାକୁ ପକ୍ଷୀରାଜକୁ ମାତ୍ର 5 ମିନିଟ୍ ସମୟ ଲାଗିଥିଲା। ଗର୍ବର ସହ ପକ୍ଷୀରାଜ ଗୁମ୍ଫା ବାହାରକୁ ଆସିବା ବେଳେ ଭିତରୁ ଚିଁ ଚିଁ ଶବ୍ଦ ଶୁଣି ପଛକୁ ଅନେଇଲା ବେଳକୁ ଦେଖିଲେ ଗୋଟିଏ ବିଷଧର ସର୍ପ ସେ ଛୋଟିଆ ଚଢ଼େଇଟିକୁ ହଜମ କରି ସାରିଲାଣି। ମନ ଦୁଃଖରେ ପକ୍ଷୀରାଜ ଗରୁଡ଼ ଫେରିବା ବେଳେ ଯମକୁ ଯାଇ ଭେଟିଲେ ଓ ଏହିପରି ରହସ୍ୟର କାରଣ କ'ଣ ଜାଣିବାକୁ ଚାହିଁଲେ। ଯମରାଜ କହିଲେ, ଏ ପକ୍ଷୀରାଜ, ସେଇ ଚଢ଼େଇଟିକୁ ଦେଖି ମୁଁ ଏଇଥିପାଇଁ ଆଶ୍ଚର୍ଯ୍ୟ ହେଲି ଯେ ଯାହାର 5 ମିନିଟ୍ ପରେ ଏଠାରୁ ହଜାର ହଜାର ମାଇଲ ଦୂରରେ ମୃତ୍ୟୁ ହେବାର ଅଛି, ସେ ଛୋଟିଆ ଚଢ଼େଇଟି ଏତେ କମ୍ ସମୟରେ ସେଠି ପହଞ୍ଚିବ କେମିତି? କିନ୍ତୁ ମୃତ୍ୟୁର ସ୍ଥାନ, କାଳ ଓ ପାତ୍ର ଅନ୍ୟଥା ହୁଏ ନାହିଁ। ଆପଣ ହିଁ ଏତେ ଶୀଘ୍ର ତାକୁ ସେଠି ପହଞ୍ଚେଇ ଦେଇ ତା ଭାଗ୍ୟଫଳକୁ ସମର୍ଥନ କରିପାରିଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ସତରେ ଭାଗ୍ୟ ଓ ଭାଗ୍ୟଫଳକୁ କେହି ବଦଳାଇ ପାରନ୍ତି ନାହିଁ, ମୃତ୍ୟୁକୁ କେହି ରୋକିପାରନ୍ତି ନାହିଁ। ଆଜିକାଲି ମନୁଷ୍ୟ ଭାଗ୍ୟ ଓ ଭାଗ୍ୟଫଳକୁ ନେଇ ଚିନ୍ତିତ ହୋଇପଡ଼ୁଛି, ମୃତ୍ୟୁକୁ ନେଇ ବିବ୍ରତ ହୋଇପଡ଼ୁଛି। ମୋର କହିବା କଥା, ଯଦି ଆପଣ ଭାଗ୍ୟକୁ ବିଶ୍ୱାସ କରୁଛନ୍ତି, ତେବେ ଭାଗ୍ୟଫଳକୁ ନେଇ ଏତେଟା ବିବ୍ରତ ହେବା ଉଚିତ ନୁହେଁ। କାରଣ ଆପଣଙ୍କ ବିବ୍ରତ ହେବା ଦ୍ୱାରା ଏହାର କୌଣସି ପରିବର୍ତ୍ତନ ହୋଇନଥାଏ। ରାଜା ପରୀକ୍ଷିତଙ୍କ କଥା ତ ଆପଣ ଶୁଣିଥିବେ। 7 ଦିନ ପରେ ସର୍ପଦଂଶନରେ ମୃତ୍ୟୁ ହେବା ସୁନିଶ୍ଚିତ ଜାଣି ସେ ଭାଗ୍ୟକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିନଥିଲେ, ବରଂ ଏହି 7 ଦିନ ଯାକ ମହାଜ୍ଞାନୀ ଶୁକଦେବଙ୍କଠୁ ଭାଗବତ ବାଣୀ ଶ୍ରବଣ କରି ମୋକ୍ଷ ପ୍ରାପ୍ତ ହୋଇଥିଲେ।
ଭଗବାନ ନ କରନ୍ତୁ ଆପଣଙ୍କୁ ଯଦି ଏମିତି ଗୋଟେ ଅଭିଶାପ ମିଳିଯାଏ ଯେ ଆପଣଙ୍କର 7 ଦିନ ଭିତରେ ମୃତ୍ୟୁ ହେବ, ତେବେ ଆପଣ କ'ଣ କରିବେ? ରାଜା ପରୀକ୍ଷିତଙ୍କ ବାଟ ଧରିବେ, ନା ଗୋଟେ ରୁମ୍ ଭିତରେ ଝରକା କବାଟ ସବୁ ବନ୍ଦ କରି ଘର ଚାରିପଟ ଯାକ ସାପ ମରା ଔଷଧ ଛିଞ୍ଚି ଗାଁ ଯାକର ସାପ କାଳକଠୁ ନେଇ ସ୍ନେକ୍ ହେଲ୍ପଲାଇନ୍ର କର୍ମକର୍ତ୍ତାମାନଙ୍କୁ ଆପଣଙ୍କ ଚାରିପଟେ ଠୁଳ କରିବେ? ଶାସ୍ତ୍ର କହୁଛି ଯେ ଧୈର୍ଯ୍ୟର ସହ ଭାଗ୍ୟକୁ ସାମ୍ନା କରନ୍ତୁ ଓ ନିଜର କର୍ମଟିମାନ ସୁଚାରୁ ରୂପରେ କରି ଏହାର ଫଳକୁ ସେଇ ବିଶ୍ୱନିୟନ୍ତା ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତୁ। କର୍ମକୁ ପରିତ୍ୟାଗ କରି କେବଳ ଭାଗ୍ୟର ପରିବର୍ତ୍ତନ ପଛରେ ଧାଇଁଲେ ଫଳ ଯେ ଓଲଟା ହୁଏ ତାହା ନିମ୍ନୋକ୍ତ ଗଳ୍ପଟିରୁ ସୂଚନା ମିଳେ। ଜଣେ ରାଜା ଥିଲେ, ସେ ଅତ୍ୟନ୍ତ ଧର୍ମପରାୟଣ ଥିଲେ। ରାଜଜ୍ୟୋତିଷ ତାଙ୍କ ଜାତକକୁ ଦେଖି ସେ ଅଳ୍ପାୟ ବୋଲି ଘୋଷଣା କରନ୍ତେ ରାଜା ବିବ୍ରତ ହୋଇପଡ଼ିଲେ। ଦୈବାତ ଦିନେ ଦେବର୍ଷି ନାରଦ ସେଇ ରାଜ୍ୟ ଦେଇ ଯାଉଥିଲେ ଓ ଏହା ଜାଣିପାରି ରାଜାଙ୍କ ଆୟୁ କିପରି ଦୀର୍ଘାୟୁ କରାଯାଇପାରିବ ସେହି ବିଷୟରେ ଚିନ୍ତା କଲେ। ପିତା ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା, ତେଣୁ ସେ ଯାଇ ତାଙ୍କୁ ଏ ବିଷୟରେ ଅନୁରୋଧ କଲେ। ବ୍ରହ୍ମା କହିଲେ, ମୁଁ ହେଉଛି ସୃଷ୍ଟିକର୍ତ୍ତା, ମୁଁ ସୃଷ୍ଟି କରିପାରେ, କିନ୍ତୁ ଜୀବନ ରକ୍ଷା ଦାୟିତ୍ୱ ମୋ ଅଧୀନରେ ନାହିଁ। ଆଉ ତୁମେ ଯେତେବେଳେ ଏମିତି ଏକ ଅନୁରୋଧ ନେଇକି ଆସିଛ, ଚାଲ ମୁଁ ତୁମ ସାଥିରେ ଯାଇ ବିଷ୍ଣୁଙ୍କୁ ଏ ବିଷୟରେ ଅବଗତ କରାଇବି। ନାରଦ ଓ ବ୍ରହ୍ମା ଦୁହେଁ ବିଷ୍ଣୁପୁରୀ ଚାଲିଲେ। ବ୍ରହ୍ମାଙ୍କୁ ଦେଖି ବିଷ୍ଣୁ ତାଙ୍କ ଆଶୀର୍ବାଦର କାରଣ ପୁଚ୍ଛା କରନ୍ତେ ବ୍ରହ୍ମା ରାଜାଙ୍କର ଦୀର୍ଘ ଜୀବନ କାମନା ପ୍ରକାଶ କଲେ। ବିଷ୍ଣୁ କହିଲେ, ମୁଁ ହେଉଛି ପାଳନକର୍ତ୍ତା, ଆୟୁଷ ବଢ଼େଇବାର କ୍ଷମତା ମୋ ହାତରେ ନାହିଁ। ଚାଲନ୍ତୁ ମହେଶ୍ୱରଙ୍କ ପାଖକୁ ଯିବା, ସେ ତ ଧ୍ୱଂସକାରୀ, ହୁଏତ ତାକୁ ଅନୁରୋଧ କଲେ କିଛି ଫଳ ମିଳିପାରେ। ବ୍ରହ୍ମା ବିଷ୍ଣୁ ଦୁହେଁ ନାରଦଙ୍କ ସହିତ ମହେଶ୍ୱରଙ୍କ ପାଖକୁ ଗଲେ। ମହେଶ୍ୱର ବ୍ରହ୍ମା ଓ ବିଷ୍ଣୁଙ୍କୁ ଏକାଠି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ ଏମିତି ଏକ ଅନୁରୋଧ ଶୁଣି ବ୍ୟସ୍ତ ହୋଇ କହିଲେ, ଆଜ୍ଞା, ମୁଁ ଧ୍ୱଂସକାରୀ ହୋଇପାରେ, କିନ୍ତୁ ଜନ୍ମ ଓ ମୃତ୍ୟୁ ସଦାବେଳେ ଏକ ନିୟମରେ ଅନ୍ତର୍ଭୁକ୍ତ ରହିଆସେ। ଯେ ପର୍ଯ୍ୟନ୍ତ ଯମରାଜ ଓ ଚିତ୍ରଗୁପ୍ତ ରାଜାଙ୍କ ରେକର୍ଡ଼ ଠିକ୍ ନ କରିଛନ୍ତି ସେ ପର୍ଯ୍ୟନ୍ତ କିଛି କହିହେବନି। ଚାଲନ୍ତୁ ସେମାନଙ୍କ ପାଖକୁ ଯିବା। ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର ତିନିକି ଏକାଠି ଦେଖି ଯମରାଜ ଆଶ୍ଚର୍ଯ୍ୟ ହୋଇଗଲେ। କଥା କ'ଣ ବୁଝୁ ବୁଝୁ ଚିତ୍ରଗୁପ୍ତ ଆସି ପହଞ୍ଚିଗଲେ। ଚିତ୍ରଗୁପ୍ତ ପାଞ୍ଜି ଦେଖି କହିଲେ, ଆଜ୍ଞା, ବର୍ତ୍ତମାନ ଆଉ କିଛି କରିହେବ ନାହିଁ, ରାଜାଙ୍କ ମୃତ୍ୟୁ ସୁନିଶ୍ଚିତ। ପାଞ୍ଜି କହୁଛି, ଯେଉଁଦିନ ଯମପୁରୀରେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର ଏକାଠି ହେବେ ସେହିଦିନ ହିଁ ତାଙ୍କର ମୃତ୍ୟୁ ହେବ। ଆପଣମାନେ ବର୍ତ୍ତମାନ ଯମପୁରୀରେ ପାଦ ଦେଉ ଦେଉ ରାଜାଙ୍କର ସ୍ୱର୍ଗବାସ ହୋଇଗଲାଣି। ଦେଖିଲେ ତ ଆଜ୍ଞା, ସବୁ କାମଦାମ ଛାଡ଼ି ଭାଗ୍ୟକୁ ବଦଳାଇବା ପାଇଁ ଚେଷ୍ଟା କରିବାର ଫଳ। ଆପଣମାନେ ସଦାବେଳେ ଏମିତି ବ୍ୟବହାର କରୁନାହାନ୍ତି କି? ଆଜି ଅମୁକ ବାର, ଆଜି ଏ ଠାକୁରଙ୍କୁ ପୂଜା କଲେ ଆପଣଙ୍କୁ ଅମୁକ ମିଳିଯିବ। କାଲି ସମୁକ ବାର, କାଲି ସେ ଠାକୁରଙ୍କୁ ପୂଜା କଲେ ଆପଣଙ୍କୁ ସମୁକ ମିଳିଯିବ। 11 ଅଙ୍କ ଆପଣଙ୍କ ଭାଗ୍ୟ ପାଇଁ ଶୁଭଙ୍କର ଏବଂ ଏହା ଆପଣଙ୍କ ଭାଗ୍ୟରେ ସମସ୍ତ ସଫଳତା ଆଣିଥାଏ। 13 ଅଙ୍କ ଅଶୁଭ ଏବଂ ଆପଣଙ୍କ ଭାଗ୍ୟର ବିଫଳତା ପାଇଁ ଏହି ସଂଖ୍ୟା ହିଁ ଦାୟୀ। ସୋମବାର ଦିନ ଧଳା ରଙ୍ଗ ସାର୍ଟ ପ୍ୟାଣ୍ଟ ପିନ୍ଧି ଆପଣ ଅଫିସକୁ ଯାଉଛନ୍ତି ଓ ଶନିବାର ଦିନ କଳା ପୋଷାକ ପିନ୍ଧି ସୈନିକ ମନ୍ଦିରକୁ ଯାଉଛନ୍ତି। ଘରୁ ବାହାରିଲା ବେଳେ ଦହି ଚାଟିକି ବାହାରୁଛନ୍ତି, ଆଉ ଫେରିଲା ବେଳେ ବିଲେଇକି ଦେଖି ଡେଉଁଛନ୍ତି। ତଥାପି ଆପଣଙ୍କ ଭାଗ୍ୟ ବଦଳୁ ନାହିଁ। ଆଉ ପ୍ରତିଦିନ ଆପଣ ଆପଣଙ୍କ ଭାଗ୍ୟକୁ ଦୋଷ ଦେଉଛନ୍ତି, ମୁଁ ଅଭାଗା, ମୋର ପୋଡ଼ା କପାଳ। ଏଇଠି ଦେଖୁନ ଏତେ ଲୋକଙ୍କର ଲଟେରୀ ଉଠୁଛି, ମୋର କି ଦୁର୍ଭାଗ୍ୟ, ଆଜି ଯାଏ ଟଙ୍କାଟିଏ ବି କେଉଁଠୁ ମିଳିନି। ଆଚ୍ଛା ଭାବିଲ, ପ୍ରତିଦିନ କେତେ ଲୋକଙ୍କର ଆକ୍ସିଡେଣ୍ଟ ହେଉଛି, ସେତେବେଳେ ତ ଆପଣ କହୁନାହାନ୍ତି, ଆହା ମୋର କି ସୌଭାଗ୍ୟ, ଏତେ ଲୋକଙ୍କର ଆକ୍ସିଡେଣ୍ଟ ହେଉଛି, ଅଥଚ ମୋର ଆଜି ଯାଏ ଗୋଟିଏ ବି ହେଲେ ହେଇନାହିଁ। ସମାପ୍ତ।